ଅନୁଗୁଳର ପୂର୍ବତନ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଏକାଧାରରେ ଜଣେ ରାଜନୀତିଜ୍ଞ, ଶ୍ରମିକ ନେତା, ଶିକ୍ଷାପ୍ରେମୀ, ସଂଗଠକ ଓ ସର୍ବୋପରି ସମବାୟ ଆନ୍ଦୋଳନର ପ୍ରବକ୍ତା ଥିଲେ। ଶ୍ରମିକମାନଙ୍କର ସ୍ୱାର୍ଥ ରକ୍ଷା ଓ ସମବାୟ ଆନ୍ଦୋଳନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟର ଅଧିକାରୀ ଥିଲେ। ଶ୍ରୀ ରମେଶ ଜେନା ନିଜର ଦୃଢ଼ କର୍ତ୍ତବ୍ୟ ନିଷ୍ଠା ଓ ସାଧାରଣ ଲୋକଙ୍କ ପ୍ରତି ନିଜର ସମର୍ପଣ ଭାବ, ଶ୍ରମିକ କଲ୍ୟାଣ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଓ ଜନଜାତି ଆଦିବାସୀମାନଙ୍କ ପ୍ରତି ତାଙ୍କର ସ୍ୱତନ୍ତ୍ର ଦୁର୍ବଳତା ରହିଥିଲା। ତାଙ୍କର ଆବର୍ତ୍ତନ ମାନରେ ସ୍ୱର୍ଗତ ରମେଶ ଜେନାଙ୍କ ଭଳି ଜଣେ ଯୋଗ ଜନ୍ମା ସମର୍ପିତ ବ୍ୟକ୍ତିତ୍ୱଙ୍କୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଗଠିତ ହୋଇଛି ରମେଶ ଜେନା ସ୍ମୃତି ପରିଷଦ। ଏହି ଅବସରରେ ମାର୍ଚ୍ଚ 1 ତାରିଖ ରବିବାର ଦିନ 11 ଘଣ୍ଟିକା ସମୟରେ ସ୍ୱର୍ଗତ ରମେଶ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି। ଏହା ସହିତ ରମେଶ ଜେନା ଶ୍ରମିକ ବନ୍ଧୁ ପୁରସ୍କାର ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ପୂର୍ବତନ ସାଂସଦ କାମାକ୍ଷା ପ୍ରସାଦ ସିଂଦେଓ, ପୂର୍ବତନ ଏମ୍ଏଲ୍ ସୁର ରାଉତରାୟ, ଅନୁଗୁଳର ବିଜେଡି ସଭାପତି ଶ୍ରୀ ବ୍ରଜ କିଶୋର ପ୍ରଧାନ, କଂଗ୍ରେସ ଜିଲ୍ଲା ସଭାପତି ସୁନୀଲ ପ୍ରଧାନ, ସମାଜସେବୀ ବିପ୍ଳବ ଜେନାଙ୍କ ପରିବାର ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ରମେଶ ଜେନା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଚନ୍ଦ୍ର ଜେନାଙ୍କ ସହିତ ସମ୍ପର୍କ ଆମର ହେଉଛି ସେ ଭିଣେଇ। ମୋର ଗୋଟେ ମଦନପୁର ଅପାକୁ ସେ ବିବାହ ହେଇଥିଲେ, ପୋଲିସ ସବ୍ ଇନ୍ସପେକ୍ଟର ଥିଲେ। ତାପରେ କେପି ସିଂହଙ୍କ ସାଥିରେ ମିଶି ନାଲକୋର ଯେଉଁ ଡେଭଲପ୍ ହେଇଛି, ନାଲକୋର ଯେଉଁ ସମ୍ପ୍ରସାରଣ ହେଇଛି, ନାଲକୋରେ ଯୁବକମାନେ କେମିତି ନିଯୁକ୍ତି ପାଇବେ, ଲେବର ୟୁନିୟନ ଜରିଆରେ ରାମଖୁଣ୍ଟିଙ୍କ ସହଯୋଗରେ ସେ ସଂଘର୍ଷ କରି ଅଞ୍ଚଳର ବହୁ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି। ନାଲକୋର ଡେଭଲପ୍ ହେଇଛି। ସେ ଜଣେ ସ୍ନେହୀ ଥିଲେ, ପରୋପକାର ଥିଲେ। ସକାଳୁ ନିରଞ୍ଜନ ପଟ୍ଟନାୟକ ଭଳିଆ ଗରିବ ଲୋକଙ୍କୁ କିଛି ଅର୍ଥ ବାଣ୍ଟିବା, ଛାତ୍ରକୁ ବାଣ୍ଟିବା, ଗରିବ ଲୋକଙ୍କୁ ବାଣ୍ଟିବା, ରୋଗୀଙ୍କୁ ବାଣ୍ଟିବା, ଅର୍ଥ ବାଣ୍ଟିବା ମୁଁ ନିଜେ ଦେଖିଛି। ସେ ମୋ ପାଖକୁ ଯେତେବେଳେ ଯାଆନ୍ତି ଆମେ ବି କିଛି କେପି ସିଂ ତ ନିରଞ୍ଜନ ପଟ୍ଟନାୟକ ଭଳିଆ ହିମାଳୟ ନହେଲେ ବି ଆମେ ଖଣ୍ଡଗିରି କିଛି ବି ସାହାଯ୍ୟ ଆମେ କରୁ। ଲୋକଙ୍କୁ ସେ ଭଲ ପାଉଥିଲେ, ସୁସଂଗଠକ ଥିଲେ। ଆମେ ଯେମିତି ଗୁଡ଼ିଏ ସ୍କୁଲ କଲେଜ କରୁ ସେ କରିଥିଲେ। କ୍ରୀଡ଼ା ପ୍ରତି ତାଙ୍କର ଉତ୍ସାହ ଥିଲା। ଜଣେ ସ୍ନେହୀ ଥିଲେ, ପ୍ରେମୀ ଥିଲେ, ଖୁବ୍ ଭଲ ଲୋକ ଥିଲେ। ଯାହା ହଉ ତାଙ୍କ ପୁଅ ବିପ୍ଳବ ପରିବାରକୁ ଧନ୍ୟବାଦ ଦେଉଛି। ଆଜି ତାଙ୍କର ଗୋଟେ ଷ୍ଟାଚୁ ଉନ୍ମୋଚନ କରିଛନ୍ତି। ମୋର ଭାରି ଆଶା ଥିଲା କେପି ସିଂହଙ୍କୁ ଟିକେ ଦେଖିବି, ବହୁତ ବଢ଼ିଆ। ନିରୁ ଭାଇ ତ ଅଛନ୍ତି ସାଥିରେ ଆମର, ବାକି ସିଂ ପରୁଆ ନାହିଁ, ଏ ବି ସିଂ ହେଇଗଲେଣି। ଏବେ ଆମେ ଆମ ଝିଅ ପୁଅ ସବୁ ବାହା ହେଇକିରି କରୋନା ବି ଖଣ୍ଡାୟତ କ୍ଷେତ୍ରରେ ହେଇଗଲେଣି, ସବୁ ମିଶିଗଲୁଣି ଆମେ, ଆଉ କିଛି ଖାତିରି ନାହିଁ। ତେଣୁ ହେଲା ପରେ ଜାଣିଲି ରାଜନୀତିରେ କେମିତି କରିବାକୁ ହୁଏ, ତାଙ୍କଠୁ ଜାଣିଲି, ତାଙ୍କ ବାବଦରେ ଜାଣିଲି। ରମେଶ ଚନ୍ଦ୍ର ଜେନା ଜଣେ ଦୃଢ଼ ସଂଗଠକ ଥିଲେ, ଶ୍ରମିକ ସଂଗଠକ ଥିଲେ ଏବଂ ନିଷ୍ଠାପର ଭାବରେ ସେ ଲୋକଙ୍କ ପାଇଁ କାମ କରୁଥିଲେ। ଅନୁଗୁଳବାସୀଙ୍କ ପାଇଁ କାମ କରିବା ସହିତ ଅନୁଗୁଳ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ସହିତ ସେ ରମେଶ ଚନ୍ଦ୍ର ଜେନାଙ୍କୁ ମୁଁ ରାଜନୀତି କ୍ଷେତ୍ରରେ ଆସିଲା ପରେ 2004 ଦେଖାଲା। କିନ୍ତୁ ତା ପୂର୍ବରୁ ମୁଁ ଯେତେବେଳେ ନାଲକୋର ଜଣେ ଏମ୍ପ୍ଲୟ ଥିଲି, ଅଫିସର ଥିଲି, ସେତେବେଳେ ମୋତେ ବହୁତ ଥର ଦେଖା ହେଇଛି। ତ ଆମର ଏଇ ଅଞ୍ଚଳରେ ନାଲକୋ ଗଢ଼ି ଉଠିଲା ପରେ ଶ୍ରମିକ ଆନ୍ଦୋଳନର ମୂଳ ସୂତ୍ରଧର ଥିଲେ ରମେଶ ବାବୁ। ତ ଲେବର ଯେଉଁମାନେ କଣ୍ଟ୍ରାକ୍ଟ ଲେବର କୁହନ୍ତୁ, ଏମ୍ପ୍ଲୟ କୁହନ୍ତୁ, ସେମାନଙ୍କର ନ୍ୟାଯ୍ୟ ଦାବି। ସ୍ୱର୍ଗତ ରମେଶ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନରେ ଯେଉଁଭଳି ଭାବରେ ଆଜି ଜନସମାଗମ ହୋଇଛି, ଯେଉଁଭଳି ମାନେ ଭଲ ପାଇବା ଅଛି ତାଙ୍କ ପ୍ରତି, ଆଜି ଆମ ଗାଁରେ ଉପସ୍ଥିତ ପୁରା ଦେଖନ୍ତୁ ଯାହାକୁ ମୁଁ ଡାକିଛି, ଯେ ରମେଶ ଜେନାଙ୍କୁ ସେ ଭଲ ପାଉଥିଲେ, ଶ୍ରୀଯୁକ୍ତ ମୋର ଆଦର୍ଶ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ। ଗୋଟିଏ ପରେ ସେ ଗୋଟେ ଦିନରେ 1000 କିଲୋମିଟର ରନିଂ କରିଥିଲେ। କହିଲେ ମୁଁ ଆଉ ଯାଇପାରିବିନି। ଯେତେବେଳେ ମୁଁ ଫୋନ୍ଟା କଲି, ସାଙ୍ଗେ ସାଙ୍ଗେ ଆସିକି ଉପସ୍ଥିତ ହେବାରେ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି। ରାଜା ସାହେବ ତ କହିବା ଯେ ରାଜା ସାହେବଙ୍କୁ ଯେତେବେଳେ ମୁଁ ଡାକିଲି, ଘରେ ସେ କହିଦେଲେ ନାଇଁ ଆଉ ସେ ଯାଇପାରିବେନି, ଭାରି ଏତେ ବଡ଼ ନେତା ଥିଲେ। ଆଉ ସବୁ ଯାହା
जहाँ भी कार्य करते एल्युमिनियम हाईस्कूल बनई शिक्षापी भी एत सब कम करते तो बहुत खुशी लगुच सुरजा भी आसछन्ते तो देखिकी भी बहुत भल लगुला। बरपाड़ सत्यवान सामल रिपोर्ट दूरकथा लाइव।